4.5 କୋଟି ଓଡ଼ିଆଙ୍କର ଭାବାବେଗକୁ ସମ୍ମୁଖୀନ କରିବାକୁ ଯାଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ରତ୍ନଭଣ୍ଡାର ଖୋଲିବେ। ରତ୍ନଭଣ୍ଡାର ଖୋଲିବା ପଛରେ ତ ଦୁଇଟି ଉଦ୍ଦେଶ୍ୟ ରହିଛି। ଗୋଟେ ଭିତର ଭଣ୍ଡାରରେ ଥିବା ଅଳଙ୍କାରର ଗଣତି ଏବଂ ବାହାର ଭଣ୍ଡାରରେ ଥିବା ରତ୍ନର ଅଳଙ୍କାରର ଗଣତି। ତା ସହିତ ଯଦି ଭିତର ଭଣ୍ଡାର ବା ବାହାର ଭଣ୍ଡାରରେ କୌଣସି ପ୍ରକାରର ଅସୁବିଧା ଗୃହର ଅସୁବିଧା କିଛି ଅଛି ତାହେଲେ ତାକୁ ମଧ୍ୟ ମରାମତି ଉଦ୍ଦେଶ୍ୟ ରହିଛି। ତେବେ ଯାହା ହଉ ସରକାରଙ୍କ ନିଷ୍ପତ୍ତି କ୍ରମେ ଗତକାଲି ସରକାର ନୋଟିଫିକେସନ୍ କରିଛନ୍ତି। ଏ ସଂକ୍ରାନ୍ତରେ କମିଟି ପୁନଃନିଯୁକ୍ତି କରିଛନ୍ତି ମୋ ଅଧ୍ୟକ୍ଷତାରେ। ସେଥିରେ 15 ଜଣ ବିଜ୍ଞ ବ୍ୟକ୍ତି ବିଭିନ୍ନ ସବଜେକ୍ଟରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିମାନେ ମଧ୍ୟ ଅଛନ୍ତି। ଫର୍ଷ୍ଟ ମିଟିଂ ଆସନ୍ତାକାଲି କନଭିନ୍ କରିବୁ ବୋଲି ନିଷ୍ପତ୍ତି ହୋଇସାରିଛି। ତେଣୁ ଜଗନ୍ନାଥଙ୍କଠି ପ୍ରାର୍ଥନା ସମଗ୍ର ଓଡ଼ିଶାବାସୀଙ୍କର ଆଶୀର୍ବାଦ ସହିତ ଏ କାମକୁ କେମିତି ଆଗେଇ ନେବା ସେଇ ପ୍ରାର୍ଥନା କରୁଛୁ। ଏ କାର୍ଯ୍ୟ ତ ନିଶ୍ଚିତ ଚ୍ୟାଲେଞ୍ଜିଂ। ଏଥିରେ ଲୋକଙ୍କର ଭାବାବେଗ ଜଡ଼ି ରହିଛି, ସମଗ୍ର ଓଡ଼ିଶାବାସୀଙ୍କ ଭାବାବେଗ ଜଡ଼ି ରହିଛି, ଏଥିରେ ଭକ୍ତଙ୍କର ଭାବାବେଗ ଯୋଡ଼ି ରହିଛି, ଏଥିରେ ଲୋକଙ୍କର ଶଙ୍କା ଆଶଙ୍କା ଜଡ଼ିତ ରହିଛି। ତେଣୁ ଭାବୁଛି ଜଗନ୍ନାଥଙ୍କର ଆଶୀର୍ବାଦରେ ଆମେ ୟାକୁ ଦୃଢ଼ ନିଷ୍ପତ୍ତି ସହିତ ଏ କାର୍ଯ୍ୟକୁ ସମାପନରେ ସହାୟକ ହେବା। ଦେଖନ୍ତୁ ମୋର ଯେଉଁ କମିଟି, ସେ କମିଟିର ବିଷୟବସ୍ତୁ ସୀମିତ। ମୋର କମିଟି ତାଲା ଖୋଲିବା ଏବଂ ଗହଣାର ଗଣତି କରିବା। ଆପଣ ଯେଉଁ ଭଙ୍ଗାରୁଜା କଥା କହୁଛନ୍ତି ଭିତରେ, ସେ ବିଷୟ ତ ଏକ ତ ବର୍ତ୍ତମାନ ସେଟା ସନ୍ଦେହ ଭିତରେ ଅଛି। ବାହାରେ ରିପୋର୍ଟ କିଛି ଆସିଛି, ବାହାରୁ ପରୀକ୍ଷା ନିରୀକ୍ଷା କରିକିରି ଯେ ଭିତରେ କିଛି ଝଡ଼ାଝଡ଼ି ହେଇଛି, ଭିତରେ କିଛି ପଥର ପଡ଼ିଥିବାର ଦେଖାଯାଉଛି। ତେବେ ତା ପାଇଁ ଅଲଗା କମିଟି ଅଛି। ଏଇଟା ଖୋଲା ହେଲେ ତ ଆମେ ଜାଣିବା ଭିତରର ପରିସ୍ଥିତି କ'ଣ। ତେଣୁ ଏଇଟା ଆଗ ଖୋଲିବା ପାଇଁ ଉଦ୍ୟମ ହେଉଛି। ଖୋଲା ହେଇଯାଉ। ଖୋଲା ହେଲେ ତାର ବିଶେଷଜ୍ଞମାନେ ତା ଭିତରକୁ ଯିବେ, ତାକୁ ଦେଖିବେ, ଅନୁଧ୍ୟାନ କରିବେ। ତାର ଯାହା ଆବଶ୍ୟକ ଥିବ ସେ ଉପଯୁକ୍ତ କମିଟି ଏବଂ ପୁରୀ ମ୍ୟାନେଜମେଣ୍ଟ, ମନ୍ଦିର ମ୍ୟାନେଜମେଣ୍ଟ, ସରକାର ସହଯୋଗରେ ସେଟା ନିଶ୍ଚିତ ଭାବରେ ସେମାନେ ତାର ଆବଶ୍ୟକତା ମେଣ୍ଟେଇବେ।